କାହିଁକି ସ୍ତ୍ରୀର ଅଇଁଠା ସ୍ୱାମୀ ଖାଏ ନାହିଁ? କ'ଣ ରହିଛି ଏହା ପଛର ରହସ୍ୟ? ଯଦି ଆପଣ ଆପଣଙ୍କ ସ୍ତ୍ରୀର ଅଇଁଠା ଖାଉଛନ୍ତି ତେବେ ଘଟିବ ଏହି ଅଘଟଣ। ଗରୁଡ଼ ପୁରାଣରେ ରହିଛି ଏଭଳି ସାଂଘାତିକ କଥା। ସ୍ତ୍ରୀ ସହ ଏଭଳି ଘଟିବ। ତେବେ ଜାଣି ରଖନ୍ତୁ ଆପଣଙ୍କ ସହ ଆଗକୁ ଏପରି କିଛି ଘଟିବାକୁ ଯାଉଛି। ଆଜ୍ଞା, ଏହାକୁ ନେଇ ପୁରାଣ ଶାସ୍ତ୍ରରେ ଅନେକ କଥା ରହିଛି, ଯାହାକୁ ନେଇ ଅନେକ ଲୋକ ବିଶ୍ୱାସ କରିଥାନ୍ତି ଯେ ସେମାନଙ୍କ ଜୀବନରେ ବୋଧହୁଏ ଏହି କାର୍ଯ୍ୟ ପାଇଁ ଦୁଃଖ କଷ୍ଟ ଭୋଗିବାକୁ ପଡ଼ିଥାଏ। ସେଥିପାଇଁ ଲୋକମାନେ ଯଥାସମ୍ଭବ ପୁରାଣ ଶାସ୍ତ୍ର ଉପରେ ନିର୍ଭର କରି ସେମାନଙ୍କ ଜୀବନରେ କେଉଁ କାର୍ଯ୍ୟ କରିବା ଉଚିତ ଆଉ କେଉଁ କାର୍ଯ୍ୟ କରିବା ଅନୁଚିତ ତାହାକୁ ନେଇ ଅନେକ ନିୟମ ପାଳନ କରିଥାନ୍ତି। ତେବେ ଏହାକୁ ନେଇ ଗରୁଡ଼ ପୁରାଣରେ ଏଭଳି କିଛି କଥା ରହିଛି ଯାହା ଆପଣଙ୍କ ପାଦ ତଳୁ ମାଟି ଖସାଇ ଦେବ। ଯଦି ଏଭଳି ଭୁଲ ଜାଣତରେ କିମ୍ବା ଅଜାଣତରେ ଆପଣଙ୍କ ଘରେ ହୋଇଛି ତେବେ ଏହାର କ'ଣ ପ୍ରତିକାର କରିବେ ଆସନ୍ତୁ ଜାଣିବା। ଅନେକ ସମୟରେ ଆମେମାନେ ଦେଖିଛେ ସ୍ୱାମୀ ଯଦି ସ୍ତ୍ରୀର ଅଇଁଠା ଥାଳିରେ ଖାଇବାକୁ ବସିଯାଏ ସେତେବେଳେ ସେମାନଙ୍କ ଘର ଲୋକ ବାରଣ କରିଥାନ୍ତି ଯେ ସ୍ତ୍ରୀର ଅଇଁଠା ଥାଳିରେ ସ୍ୱାମୀ କେବେ ଖାଦ୍ୟ ଖାଏନି, କିନ୍ତୁ ସ୍ତ୍ରୀ ସ୍ୱାମୀର ଅଇଁଠା ଥାଳିରୁ ଖାଦ୍ୟ ଖାଇପାରିବ। ଏହାର କାରଣ କ'ଣ ହୋଇପାରେ? ସ୍ୱାମୀ ଅଇଁଠା ଥାଳିରେ ସ୍ତ୍ରୀ ଖାଦ୍ୟ ଖାଇପାରିବ କିନ୍ତୁ ସ୍ତ୍ରୀର ଅଇଁଠା ଥାଳିରେ ସ୍ୱାମୀ କାହିଁକି ଖାଦ୍ୟ ଖାଇପାରିବନି? ଆସନ୍ତୁ ଆଜି ଆମେ ଜାଣିବା। ସ୍ତ୍ରୀର ଅଇଁଠା ଥାଳିରେ ଯଦି ସ୍ୱାମୀ ଖାଦ୍ୟ ଖାଏ ତେବେ କ'ଣ ହୋଇଥାଏ? ତେବେ ଦର୍ଶକ ବନ୍ଧୁ, ଆପଣ ଜାଣିଥିବେ ସଂସାରରେ ପ୍ରତ୍ୟେକ ପ୍ରାଣୀକୁ ଅନ୍ନର ଆବଶ୍ୟକତା ରହିଥାଏ। ପ୍ରତ୍ୟେକ ପ୍ରାଣୀ ଅଲଗା ଅଲଗା ପ୍ରକାରର ଅନ୍ନ ଖାଇଥାନ୍ତି। ତେଣୁ ପ୍ରତ୍ୟେକ ପଶୁପକ୍ଷୀ ଭୋଜନ କରିବା ସମୟରେ ଈଶ୍ୱରଙ୍କର କିଛି ଖାସ୍ ନିୟମ ଗୁଡ଼ିକ ପାଳନ କରିଥାନ୍ତି। ସେହିପରି ମନୁଷ୍ୟକୁ ମଧ୍ୟ ଭୋଜନ ଗ୍ରହଣ କରିବା ସମୟରେ ଅନେକ ନିୟମ ଗୁଡ଼ିକ ବିଷୟରେ ଜାଣିବା ନିହାତି ଆବଶ୍ୟକ ହୋଇଥାଏ। ଏହି ନିୟମକୁ ପାଳନ କଲେ ମନୁଷ୍ୟ ସବୁ ଦୁଃଖ କଷ୍ଟରୁ ମୁକ୍ତି ପାଇପାରିବ। ଯେଉଁ ବ୍ୟକ୍ତି ଭଗବାନ ଶ୍ରୀକୃଷ୍ଣ ଥିବା ଉପଦେଶକୁ ପାଳନ କରିଥାଏ ସେ ମନୁଷ୍ୟ ସବୁବେଳେ ଦୁଃଖ କଷ୍ଟ ସବୁ ସଙ୍କଟରୁ ମୁକ୍ତି ପାଇଥାଏ। ଆଉ ଯେଉଁମାନେ ଏହି ନିୟମ ଗୁଡ଼ିକ ମାନି ନଥାନ୍ତି ସେମାନେ ସେମାନଙ୍କ ଜୀବନରେ ଅନେକ କଷ୍ଟ ଭୋଗିଥାନ୍ତି। ଠିକ୍ ସେହିଭଳି ଯଦି ସ୍ତ୍ରୀର ଅଇଁଠା ଥାଳିରେ ସ୍ୱାମୀ ଖାଦ୍ୟ ଖାଇଥାଏ ତେବେ ତାଙ୍କର ଆୟୁଷ କମି ଯାଇଥାଏ। ଘରକୁ ଦୁଃଖ ଦୁର୍ଦ୍ଦଶା ମାଡ଼ି ଆସିଥାଏ। ଯେତେ ରୋଜଗାର କଲେ ମଧ୍ୟ ଶାନ୍ତି ମିଳିନଥାଏ। ପରିବାରରେ ଅଶାନ୍ତି ଲାଗି ରହିଥାଏ। ସେଥିପାଇଁ ଏହିସବୁ ପୁନଶ୍ଚ କରନ୍ତୁ ନାହିଁ କିମ୍ବା ସ୍ତ୍ରୀର ଅଇଁଠା ଥାଳିରେ କେବେ ଖାଦ୍ୟ ଖାଆନ୍ତୁ ନାହିଁ। ଯଦି ଆପଣମାନେ ମଧ୍ୟ ଏ ବିଷୟରେ କିଛି ଜାଣିଛନ୍ତି କାହିଁକି ସ୍ତ୍ରୀର ଅଇଁଠା ଥାଳିରେ ଖାଦ୍ୟ ଖାଆନ୍ତି ନାହିଁ ତେବେ ଆମକୁ ନିଶ୍ଚିନ୍ତ କମେଣ୍ଟ କରି ଜଣାନ୍ତୁ। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।